लो बापा जुटे सिना ମୁଁ କଣ ମନା କଲି କି ହଉ 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 ବସ କାଲି ପରା ଚମ୍ପକ ବର୍ଣ୍ଣା ମୁଁ ଗାଇଲି ମାନସିକ ପାଲା ଫେରେ ଅଛି କାଲି ଗାଇଛି କଣଟା ସବୁଦିନ ଫରମାସି ଫେରେ ମାନସିକ ପାଲା ଅଛି ସେ ସବୁଦିନ ଫରମାସି ମୋ ବନ୍ଧୁ ମୋ ଉପରେ ରାଗିବନି କହିବ ଆଉ କିଛି ଶିଖିନ ଆଉ ତାହେଲେ ମୁଁ ଆପଣଙ୍କ ଆଗରେ ଚମ୍ପକ ବର୍ଣ୍ଣା ପୁଣି ଆଉ ଥରେ ଗାଇବି କିନ୍ତୁ ମୋ ବନ୍ଧୁ ଯଦି ମୋତେ ବାଦ କରିବ ଆପଣମାନେ ଠିଆକି ବିରୋଧ କରିବେ ହେଇରେ ନହେଲେ ମୋତେ ବିଷ ଖାଇଲା ଭଳିଆ ଲାଗିବ ହଉ ଦେଖିବା ଚାଲୁ ଆଉ କ'ଣ କରିବା ନୃତ୍ୟ ଚାଲିଛି ଚମ୍ପକ ବର୍ଣ୍ଣାରେ ଗାଇବିନି ମୁଁ କାଲି ଗାଇଛି ଭୁଲ ହେଇଯିବ ଗାଇଦେ ଯଦି କହୁଛନ୍ତି କ'ଣ କରିବା ଆଉ କ'ଣ ବାଙ୍କା ଦାସନ ନାହିଁ ଆଉ କ'ଣ ବାଙ୍କା ଦାସନ ନାହିଁ ପଦେ ଗାଇଦେଲେ ହବନି ସେଇ ଗୋଟା ଗାଇବି ହଁ ଗା ଫର୍ମାସି ଯାଅ ମୋ ବନ୍ଧୁ ଆସିଲେ ମୋ ଉପରେ ବିଗିଡ଼ିବ ତ କାଲି ଗାଇଥିଲ ପୁଣି ଆଜି ଗାଉଛ ଗାଇବି ତ ବୋଲା ଚମ୍ପକ ବର୍ଣ୍ଣାରେ ଚମ୍ପକ ବର୍ଣ୍ଣା 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 ବର୍ଣ୍ଣାରେ ଆଜି ବେଶୀ ଗୋଡ଼ ଉଠଉନି ମୋ ସ୍ତ୍ରୀ ବି ମୋତେ ବସା করে ମନା କରିଛି ଆଇଲା ବେଳକୁ ହେଲା ବନ୍ଧୁ ପାଢ଼ୀଙ୍କ ପାଲାରେ ଗୋଡ଼ ଟିକେ ଉଠେଇବନି ତାଙ୍କୁ ଭାରି କଷ୍ଟ ହେଉଛି ଏ ଆମ ସମସ୍ତେ ବସିଥାନ୍ତି ବିଜୟ ବାବୁ ବସିଥାନ୍ତି ସିରିଆ ବାବୁ ହେରିକା ସବୁ ଥାଆନ୍ତି ସୂର୍ୟା ବାବୁ ହେରିକା ସବୁ ବସିଥାଉ ମୋ ସ୍ତ୍ରୀ ନିଜେ ଫୋନ୍ କଲା ଆମ ସୁନୀଲ ଇତ୍ୟାଦି ଗାୟକ ପିଲାମାନେ ବସିଛନ୍ତି ମୋ ସ୍ତ୍ରୀ ମନା କରୁଛି କହିଲା ନାଇଁ ତମେ ତାଙ୍କ ଆଗରେ ଉଠେଇବନି ମୁଁ ଛାଡ଼ିଦେବି ମୋ ସ୍ତ୍ରୀ କ'ଣ ଡରିଛି ନା ପାଢ଼ିକି ଘୋଷାରିକି ନଣ୍ଡା ନ କଲେ କି ହତା କଲା ରାଜା କଳ ସରୁ
ଆଉ ହବ କି କଲା କେବେ ତୁ ସି ବର୍ଜିବୁ ଧନ କହିଲ ଭାଇ ତମ 50 କଲାଗିରେ ହରିରି ପୁଅଙ୍ଗ ସାର୍ ହେଲା କାହିଁ ନା କାଲି ବୋଲେଇଲେ ଲହରେଇକିରି ଚମ୍ପକ ତାଙ୍କ ଶୋଟା ଭଲ ରହ ଏଇଥିରେ ପାଲା ଅଛି ଆଜି ବି ଡିମାଣ୍ଡ କଲେ ବୋଲିଲେ ତାଳି ମାଇଲେ ମୁଁ ଏଇଥିପାଇଁ କହୁଛି ଆଜ୍ଞା ସେ ଯଦି ନୃସିଂହ ହୋତା ଆଜି ଏମିତି ଅଭଦ୍ରଚିତ ବ୍ୟବହାର ମଞ୍ଚରେ କରୁଥାଏ ସେଥିପାଇଁ ଆପଣମାନେ ଦେଇ ଆପଣମାନଙ୍କ ତାଳି ଦାୟୀ ନିଶ୍ଚିତ ଭାବରେ କିଛି ପିଲା ଅଛନ୍ତି କହିଲେ ତମେ ତ ପଇଡ଼ ପିଉଛ ସୁର ଖୋଲୁନି ତମେ ଯୋଉ ଔଷଧ ଖାଉଛ ମୁଁ ଖାଇପାରିବିନି ତମ ଔଷଧ ମୋ ଦ୍ୱାରା ଚଳିବନି କିନ୍ତୁ ଏ ଔଷଧ ଦବା ଲୋକ ଅଛନ୍ତି ଏଇ ଗାଁରେ ସେ ମୋ ପାଲାକୁ ଭଲ କହିବେନି ମୁଣ୍ଡ ବାଡ଼େଇଲେ ବି ସେ ମୋ ପାଲାରେ ତାଳି ମାରିବେନି ମୋ ପାଲାକୁ ଭଲ କହିବେନି ମୁଁ ପଇଡ଼ ପିଏ 3 ଦିନ ହେଲାଣି ମୁଁ ଲୋକନାଥଙ୍କ ପ୍ରସାଦ ଖାଉଛି ଆଉ କୋଉଠି କିଛି ଖାଉନି ଆଜି ବାବୁ କହୁଥିଲେ ଡେରି ହଉ ମୁଁ କହିଲି 4ଟା ବାଜୁ କ'ଣ ହେଲା ଯଦି ଲୋକନାଥ 4ଟାରେ ଖାଉଛି ପାଢି 4ଟାରେ ଖାଇବ ଅସୁବିଧା କ'ଣ ହେଲା ମୁଁ ପ୍ରସାଦ ଖାଇବି ଆଉ କିଛି ଖାଇବିନି କିନ୍ତୁ ମୋ ବନ୍ଧୁ ତ କହୁଛି ଟିକେ ଦେଶୀ କୁକୁଡ଼ା ଝୋଳ ହାପୁଡ଼ି ଦିଅନ୍ତି ଆରେ ଏମିତିଆ ପାଲାବାଲାକୁ ଆଣିକି ମଞ୍ଚ କାହିଁକି ଅପବିତ୍ର କରୁଛନ୍ତି ଆପଣ ବରପଦା ଭଳି ପବିତ୍ର ମଞ୍ଚ ୟା ନା ବରପଦା ବର ଶବ୍ଦର ଅର୍ଥ ଶ୍ରେଷ୍ଠ ଏଠି ଯୋଉମାନେ ଶ୍ରେଷ୍ଠ କେବଳ ଆସିବେ ଅଶ୍ରେଷ୍ଠ ମାନଙ୍କୁ ଏ ଜାଗା ପଦା କରୁ ଗୋଟା ପଦ ପ୍ରଭାତ ବଦନା କବି ହଉଛନ୍ତି କିଏ ବାଙ୍କ ଦାସ ତାଙ୍କର ବାଙ୍କ ଚୌପଦୀ ବୋଲୁଥିଲେ ମୁଁ ସେ ଚମ୍ପକ ବରନା ବୋଲୁନି ହରେ ଚମ୍ପକ ବରନା କଣ ବୋଲିବା ଦରକାର ସେଇଥିରେ ବା ବାପା ମା ଆଜି ପର୍ଯ୍ୟନ୍ତ ପୁଅ ଝିଅକୁ ସମ୍ଭାଳି ପାରୁନାହାନ୍ତି ଆଜି ପର୍ଯ୍ୟନ୍ତ ବାପା ମା ଛାତିରେ ଦେଖନ୍ତୁ ଯାହା ଘରେ ବଢିଲା ପୁଅ ମଉସା ବଢିଲା ଝିଅ ତା ବାପାର ଛାତି ତା ମାର ଛାତି ଦୁକୁ ଦୁକୁ ହଉଥିବ ହଁ କି ନା ଆଉ ପୁଣି ଚମ୍ପକ ବରନା ପାଲା ମଞ୍ଚରେ କଣ ଦରକାର ଆଉ ବାବୁ ତମେ ଆଉ ପାଲା ମଞ୍ଚରେ କଥା କଣ ବଢୁଛ ମୁଁ ଦେଖୁଛ ପତି ପତ୍ନୀଙ୍କର କଥା ଶଙ୍ଖ ବାଜୁଛି ଶିବ ମନ୍ଦିରରେ କେମିତି ରାତି ପାଉଛି ସ୍ୱାମୀ କହୁଛି ରାତି ପାଇନି ସ୍ତ୍ରୀ କହୁଛି ରାତି ପାଇ ଯାଇଛି ଶିବ ମନ୍ଦିରରେ ଶଙ୍ଖ ବାଜେ ନା ନାଇଁ ଆଲୋଚନା କରୁଛି କହିଲେ ଜୀବ ଧନ ହେ ଧନ କର ଧରୁଚି କର ନବବିବାହିତା ପତ୍ନୀ ପତି ଛାଡୁନି କହୁଛି ରାତି ପାଇନି ତୁମେ ଯାଅନି ସେ କହୁଛି ନା ରାତି ତମେ କେମିତି ଜାଣିପାରୁଛ ରାତି ପାଇନି ବୋଲି ସ୍ୱାମୀ କି ପଚାରୁଛି ଇଏ ସ୍ତ୍ରୀ କି ପଚାରୁଛି ସ୍ୱାମୀ ତମେ କେମିତି ଜାଣିଲ ରାତି ପାଇଲା ବୋଲି ନା ଶୁଣିବ ଆଗ କାଳରେ ସ୍ତ୍ରୀ ମାନେ କେଡେ ପଣ୍ଡିତା କେଡେ ବୁଦ୍ଧିମତୀ ବାଙ୍କ ଦାସ କହିଲେ ସ୍ତ୍ରୀ କହୁଛି କେମିତି ଜାଣିଲି ନା କାକର ହେଲା
ମାରିକି ଗୋଡ଼ ହାତ ବାଡ଼େଇବା କ'ଣ ଦରକାର ଆଜ୍ଞା? ତାଙ୍କର ଟିକେ ଜୋର ହବ। ହଁ ଦେଖନ୍ତୁ ଆପଣମାନେ ଯଦି ସଜାଗ ନ ହେବେ ଆଉ ଅଳ୍ପ ଦିନରେ ହୋତା ଲିଭିଯିବ। ମୁଁ ଆପଣମାନଙ୍କୁ କହୁଛି ସତ କଥା, ସେ ଯୋଉ ଔଷଧର କାମ କେବଳ ଆପଣମାନଙ୍କ ଗୋଡ଼ ହାତ ବାଡ଼ିଆ ତାଳି ପାଇଁ ବାଉଳା ହଉଛି। ତେଣୁ ମୁଁ ଆପଣମାନଙ୍କୁ ହାତ ଯୋଡୁଛି, ହିତ ପ୍ରୟୋଜନ ବନ୍ଧୁ। ମୁଁ ସମାଲୋଚନା କରୁନି, ମୁଁ ତାର ବନ୍ଧୁ ଭାବରେ କହୁଛି ଆପଣମାନେ ତାଙ୍କୁ ଏ ବାଟରୁ ଦୂରେଇ ଦିଅନ୍ତୁ। ବାସ୍ ଆଉ କିଛି ଦିନ ହୋତା ପାଲା ଜଗତରେ ରହନ୍ତୁ। ତେଣୁ ଜ୍ଞାନୀ ମଣ୍ଡଳୀ, ମୋ ସାଙ୍ଗରେ ତ ଏ ବର୍ଷ 100 ରାତି ପାଲା ଅଛି। ହଁ, ମୁଁ ଗଜପତି ପଳେଇଥିଲି, ପାଲା କମି ଯାଇଥିଲା ତାଙ୍କର ମୋର, ମୁଁ ସବୁ କମେଇ ଦେବି, ବ୍ୟସ୍ତ କାହିଁକି ରହ। ଏଇ ମାସରେ 4ଟା ମଞ୍ଚ ଆହୁରି ଅଛି ଜ୍ଞାନୀ ମଣ୍ଡଳୀ। କହିଲେ କାକର ହେଲା ବାତ, କାକର ସୁତରୁତ, କାକର କର ଅସ୍ତ ଗଲେଣି। ଓଡ଼ିଆ ସାହିତ୍ୟ କେତେ ଆଜ୍ଞା ମହାନ। କାକର ହେଲା ବାତ, କାକର ଅର୍ଥ ଶୀତଳ, ବାତ ଅର୍ଥ ପବନ, ପବନ ଶୀତଳ ହେଇଗଲା। କାକର ସୁତ ଋତ, କାକ କହିଲେ କାଉ, କାକର ସୁତ କାଉର ସୁତ କହିଲି। ରାତି ପାଇଲାନି ଥଣ୍ଡା ପବନ ବହିଲାଣି, କାଉ କହିଲି ମାନେ ରାବ ଦେଲେଣି। କାକର କର ଅସ୍ତ ଗଲେଣି, କାକର କହିଲେ ଶୀତଳ, କର କହିଲେ କିରଣ, ଶୀତଳ କିରଣ ଧାରି ଚନ୍ଦ୍ର, ସେ ଅସ୍ତ ହେଇଗଲାଣି। ରାତି ପାଇଲାଣି, ମତେ ଛାଡ଼ି ଦିଅ, ଛାଡ଼ି ଦିଅ, ଛାଡ଼ି ଦିଅ। କେମିତି ଶିବ ମନ୍ଦିରରେ ବାଜେ, ତଥାପି ସ୍ୱାମୀ ମନା କରୁଛି, କହିଲା ରାତିରେ ଯଦି ବର୍ଷା ହଉଥିବ ତ ଶୀତଳ ପବନ ବାହାରିବ। ତେଣୁ ମୁଁ ତଥାପି ଛାଡ଼ିବିନି, ମୋ ମନ ମାନୁନି। ଆଉ ଟିକେ ରହିବା। ସ୍ତ୍ରୀ ପୁଣି କହିଲା, କମଳରେ କମଳ ଫୁଟିଲେଣି, କମଳ କମଳରେ କମଳ ଫୁଟିଲେଣି, କମଳ କମଳରେ କମଳ ଫୁଟିଲେଣି, କମଳ କମଳରେ କମଳ ଫୁଟିଲେଣି, କମଳ କମଳ ନେତ୍ରୀ ସ୍ଥାନେ ଗଲେଣି, ପ୍ରାଣ ଧନ ହେ ଜୀବ ଧନ ହେ ଶଙ୍କର ଦାସ କରମ ଣି ଜ୍ଞାନ ହେ ଜୀବ ହେ। ଆରେ ଉପର ପଦଟା କାକର କାକର କାକରରେ ପଳେଇଲା, ତଳ ପଦଟା କମଳ କମଳ କମଳରେ, କମଳରେ କମଳ ଫୁଟିଲେଣି, କମଳ କମଳରେ କହିଲେ ପୁଷ୍କରିଣୀରେ, କମଳରେ କମଳ କହିଲେ ପଦ୍ମ ପ୍ରସ୍ଫୁଟିତ ହେଲାଣି। କମଳରେ କମଳ ଫୁଟିଲେଣି, କମଳ ନେତ୍ରୀ କହିଲେ ପଦ୍ମ ନେତ୍ରୀ ନାରୀ ମାନେ ପ୍ରାତଃ ସମୟରୁ ସ୍ନାନ ପାଇଁ ଗଲେଣି। ସମସ୍ତଙ୍କ ପଛରେ ମୁଁ ଜଣେ ନବବିବାହିତା ବୋହୂ, ମୁଁ ଯଦି ପଛରେ ଯିବି ତାହେଲେ ଲଜ୍ଜା ଲାଗିବ। ସେ ଗଡିଆ ହୁଡାଟା ଧାଡାରେ ବସି ବୁଡେଇ ଦେବେ। ମୁଁ ଝାଡା ତେଣୁ ମତେ ଛାଡ଼ି ଦିଅ, ସ୍ୱାମୀ। ତଥାପି ସ୍ୱାମୀ ଛାଡୁନି। କିନ୍ତୁ ଆଧ୍ୟାତ୍ମିକତା ମଣିଷ ମନରେ ଯେତେବେଳେ ପ୍ରବେଶ କରିଯାଏ, ଆଜ୍ଞା ସବୁ ବନ୍ଧନ ଖୋଲିଯାଏ, ଆଧ୍ୟାତ୍ମିକ ଦିଗକୁ ମଣିଷ ଦୌଡେ। ଯେତେବେଳେ ଏତେ କଥାରେ ରାଜି ହେଲାନି, ସ୍ତ୍ରୀ କହିଲା ଆଉ ପଦେ, କହିଲେ ସ୍ୱାମୀ ରାତି ପାଇଲାଣି, ଆଉ ଗୋଟେ ପ୍ରମାଣ ଦଉଛି। କହିଲେ ବାଙ୍କା ବୋଲେ ଶଙ୍କର ପୁରେ ସ୍ୱାନ ଶଙ୍କର, ବାଙ୍କା ବୋଲେ ଶଙ୍କର ପୁରେ ସ୍ୱାନ ଶଙ୍କର, ବାଙ୍କା ବୋଲେ ଶଙ୍କର ପୁରେ ସ୍ୱାନ ଶଙ୍କର, ବାଙ୍କା ବୋଲେ ଶଙ୍କର ପୁରେ ସ୍ୱାନ ଶଙ୍କର। ଶିବକେ ନିଶଙ୍କରେ ଦେଲେ ପ୍ରାଣ ଧନ ହେ ଜୀବ ଧନ ହେ। ପଣ୍ଡିତ ମଣ୍ଡଳୀ ଜ୍ୟୋତିବ ଦେଇ ମନ ବାଙ୍କା ବୋଲେ ଶଙ୍କର ପୁରେ সোন শঙ্খর সেবকে নিঃশঙ্কর দেলেন। বাঙ্কা কহিলে স্ত্রীটা কহিলা কলা শঙ্করপুর কহিলে শিব মন্দিরে সেবক মানে শঙ্খ ধ্বনি কলে রাতি পাইলানি মতে ছাড়ি দিও।
ଅର୍ଥାତ୍ ମୋ କହିବା ଅର୍ଥ ବେଶ। ରାତି ପାଇଲେ ବାସ୍। ଜଗନ୍ନାଥ ମନ୍ଦିରରେ ଶଙ୍ଖ ବାଜେ, ବାଜେ। ରାତି ପାଇଲେ ଆଜ୍ଞା। ଶିବ ମନ୍ଦିରରେ ଶଙ୍ଖ ବାଜେ। ହେ, 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 ହେ। ଅର୍ଥ ଯାହା ଘରେ ରାତି ପାଇଲେ ପ୍ରାତଃ କାଳରୁ ହଁ। ଶଙ୍ଖ ବାଜିବ ବାସ୍। ତା ଘର ଶିବ ମନ୍ଦିର ନଚେତ୍ ବିଷ୍ଣୁ ମନ୍ଦିର ହବ। ଆଜ୍ଞା। ପାଲାର କି ସୁନ୍ଦର ଶିକ୍ଷା ଅଛି। ଅଛି। ଆପଣ ଗୋଟା କଥା ଶିଖିକି ଯାଇଥାନ୍ତୁ। କାଲିଠୁ ପ୍ରାତଃ ସମୟରୁ ଉଠି ଆପଣ ନିଜ ଘରେ ଶଙ୍ଖ ଧ୍ୱନି କରନ୍ତୁ। ବାସ୍। ଶଙ୍ଖ ଧ୍ୱନି ହେଲେ ବାସ୍। ଅଶୁଭ ବାତାବରଣ ଆଜ୍ଞା। ବାସ୍ତୁଶାସ୍ତ୍ର ଅନୁସାରେ ହେଲା। ଘର ଭିତରକୁ ପ୍ରବେଶ କରିପାରିବ ନା। ଆରେ 4 ଘଣ୍ଟା ପାଲାରେ ଘରଠୁ ଆରମ୍ଭ କରି ଦେଶ ପର୍ଯ୍ୟନ୍ତ ସଜାଡ଼ିବାର ବାର୍ତ୍ତା। ଅପମାନ ବାହାରିବ ତମେ କଣ ଭାବିଛ? ରା-